ଆଉ ଓପିଲିପି ବି କାମ କରୁନାହିଁ ନେ ସେଇ ହିସାବରେ ଆଉ କିଛି ଗଭର୍ଣ୍ଣମେଣ୍ଟ ର ସୁବିଧା ପାଇ ପାରୁନି। ମୋର ନାଁ ହଉଛି ବରଡା ଶିକକା, ଗ୍ରାମ ହଉଛି କମ୍ବେଶୀ, କୁର୍ଲି ପଞ୍ଚାୟତ, ବ୍ଲକ ବିଷମକଟ, ଜିଲ୍ଲା ରାୟଗଡା। ଆମେ ହଉଛୁ ନିୟମଗିରିର ସପୁରୀ ଚାଷୀ। ଏ ଚାରା ହଉଛି ଟାଣ୍ଡା ଗାଁରୁ ଆଣିଥିଲୁ। ସେଟା ତଳ ଏରିଆ କେମିତି ଜମିକୁ ମୂଲ୍ୟବାନ ବୋଲୁଛନ୍ତି, ଆମର ସପୁରୀକୁ ମୂଲ୍ୟବାନ ବୋଲୁଛୁ। ଆମର ଏଇଟା ଏକା ବଡ ଚାଷ। ଏ ଚାଷକୁ ଏ ପିଲ ଚାରିଆଡେ ବାଣ୍ଟି କରି ଆମର ଟିକେ ବେପାର କମି ଯାଉଛି। ଜୀବନ ଯାପନ କଟାଉଛି ଆମକୁ। ଆମର ସପୁରୀ ନିୟମଗିରିର ତାପରେ ଓଡିଶା ସାରା ବି ବାଣ୍ଟି ହେଇଛି ଏ ଚାଷରୁ, ଏ ଆମର ଡିକେଡି ମାଧ୍ୟମରେ। ଆନ୍ଧ୍ରା ହେଇଛି, ତାପରେ ଗୁଣୁପୁର ଏରିଆରେ ହେଇଛି, ତାପରେ ନବରଙ୍ଗପୁର ଆମର ପିଲର ଏକା। ଆମର ସପୁରୀ ହଉଛି ବିନା ସାରର, ଆଉ ସପୁରୀ ପାଚିଲା ପରେ ସପ୍ତାହଟି ରୁ ଅଧିକ ରହିବ ସିନା, କମ ରହିବ ନାହିଁ। ଆଉ ସାର ଦେବାଟା 3 ଦିନରେ ନଷ୍ଟ ହେଇଯିବ। ଏ ସପୁରୀ 100 ବର୍ଷରୁ ଉର୍ଦ୍ଧ୍ୱ ଆଜ୍ଞା। ଆପଣଙ୍କ ଅଜା ଅଜାରୁ ନାଇଁ, ଅଜାରୁ ଅଜା। ଅଜାରୁ ଅଜା। ହଁ, ସେତିକି ଦିନରୁ ସପୁରୀ ଚାଷ କିଏ ଚାଲିଛି। ଗାଁରେ ପ୍ରଥମେ କିଏ ଚାଷ କରିଥିଲେ ସପୁରୀ ଚାଷ? ସେଟା ବୁକୁ ବୁଢା କରିଥିଲା। ସେ କୋଉଠୁ ଆଣିଥିଲେ? ସେ ଟାଣ୍ଡା ଗାଁରୁ। ଏବେ ଟାଣ୍ଡା ଗାଁରେ ହଉଛି ଚାଷ ସପୁରୀ? ହଁ ଅଛି, ସେ ଗାଁରେ ବି ଅଛି, ଆମର ନିୟମଗିରି ଅଞ୍ଚଳ ସବୁ ଗାଁ ରେ ଅଛି। ଏବେ ରେଟ୍ କେମିତି କଣ ଅଛି? ରେଟ୍ ଟିକେ କମ ଆଜ୍ଞା। କେତେ ହେବ ରେଟ୍ ଏବେ? ରେଟ୍ 20 ଟଙ୍କା। ଗୋଟାକୁ? ହଁ, ଗୋଟେ ପିସ୍ କୁ। ସେଠି ଲେବର ଖର୍ଚ୍ଚ କିଛି ଲାଗୁଛି? ଲେବର ଖର୍ଚ୍ଚ 5 ଟଙ୍କା ଆଜ୍ଞା। ହଏ, କେମିତି ଲେବର ଖର୍ଚ୍ଚ ଲାଗେ? ବଗିଚାରୁ ଆଣବାର ଅଛି। ସେଠୁ ବୋହିକି ଏଠି ହଁ, ଆପଣଙ୍କୁ 5 ଟଙ୍କା ହଏ। ନିଅନ୍ତି। କାହିଁ ବର୍ଷା ହଉଛି, ଗୋଡ ପିସଲୁଛି, ସେଇ ହିସାବରେ ଲୋକ ଡିମାଣ୍ଡ କରୁଛନ୍ତି। ଆଉ ନଦେଲେ ବି ଆଣି ହେବ ନାହିଁ। କଞ୍ଚା ଜିନିଷ ନା, କୁଇ ଗଲେ ଅସୁବିଧା। ଏ ସପୁରୀ ସବୁ କିଏ ନଉଛନ୍ତି ମାପିକିରି ଆପଣଙ୍କୁ? ଏ ସପୁରୀ ବଲାଙ୍ଗିର ଯାଉଛି, ଟିଟଲାଗଡ ଯାଉଛି, ରାୟପୁର, ବିଲାଇ। ସେ ଆପଣ ଡାଇରେକ୍ଟ ପଠଉଛନ୍ତି ନା ନାଇଁ, ବେପାରୀ ମାନେ। ବେପାରୀ ମାନେ ଆସିକିରି ଏଠୁ ନେଇକିରି ଯାଉଛନ୍ତି? ଆଉ ଆମକୁ ସେଇ ହିସାବ ଧରଲେ ତ ବିକି ହେବ ନାଇଁ ନା। ସେଠି 100 ଯାଉଛି, ଆମକୁ 100 ଦିଅ କହିଲେ ତାଙ୍କେ ଦେବେ କି? 50 ଯାଉଛି, 50 ଦିଅ ବୋଇଲେ ଦେବେ କି? ତାଙ୍କର ବି ବିଭିନ୍ନ ପ୍ରକାର ଧନ୍ଦା ରହୁଛି ନା। ତ ଆପଣ ଯେତେବେଳେ ଏତେ ରେଟ୍ ବିକୁଛନ୍ତି, ଆପଣ ଉଚିତ ମୂଲ୍ୟ ପାଉଛନ୍ତି ବୋଲି ଭାବୁଛନ୍ତି? ନାଇଁ ଆଜ୍ଞା, ଅଧିକା ପାଇବାକୁ? ଅଧିକ ପାଇବାକୁ। କେତେ ହେବା କଥା ଆପଣଙ୍କ ହିସାବରେ? ଆମର ମିନିମମ୍ 30 ଟଙ୍କା ବିକିଲେ ଟିକେ ଲେବର ଖର୍ଚ୍ଚ ହଁ, ଭରି ଲେବର ଖର୍ଚ୍ଚ, ତାପରେ ଏବେ ଘାସ ବଛା ହଉଛି। ବର୍ଷକୁ 2 ଥର ଘାସ ବାଛିବୁ। କାହିଁକି କଣ୍ଟା ବାଜୁଛି, ସେଇ ହିସାବରେ ଲୋକକୁ ଉଚିତ ପଇସା ଦେଇକରି ଲେବର ନେବାର ଅଛି। ଆଚ୍ଛା, ଆପଣଙ୍କର ଯେମିତି ପତ୍ର ତୋଳାଳି ମାନେ କେନ୍ଦୁପତ୍ର ତୋଳୁଛନ୍ତି, ତାଙ୍କ ପାଇଁ ଚପଲ ମିଳୁଛି, ତାଙ୍କ ପାଇଁ ଆଉ ବିଭିନ୍ନ ବ୍ୟବସ୍ଥା ଅଛି, ଇନ୍ସୁରାନ୍ସ ଅଛି। ସେ ପଇସା ପତ୍ର ସେମାନେ ପାଉଛନ୍ତି, ଆପଣ ସେମିତି କଣ ଚାଷୀ ହିସାବରେ ପାଉଛନ୍ତି? ନାଇଁ, ଆଗରେ ଡିକେଟ ଥିଲା, ଟିକେ ସୁବିଧା ହଉଥିଲା। ଯାହା ବି ସାର ବାବଦ ହଉ, କାମ ବାବଦ ହଉ, ଡିକେଟ ଦଉଥିଲା। ଏବେ ଆଉ ଓପିଲିପି ବି କାମ କରୁନାହିଁ ନେ ସେଇ ହିସାବରେ ଆଉ କିଛି ଗଭର୍ଣ୍ଣମେଣ୍ଟ ର ସୁବିଧା ପାଇପାରୁନି। ଆପଣ ଇନ୍ସୁରାନ୍ସ କରୁଛନ୍ତି? ନିଜର ନିଜର ଚାଷର ହଉନି? ନାଇଁ, ତାପରେ ଡିକେଟ ଥିଲା, ଇନ୍ସୁରେସନ ଡଙ୍ଗରିଆ ମାନଙ୍କୁ କରିଦଉଥିଲା। ସେ ଜଣେ ମରଲେ 30,000 ଦଉଥିଲା। ସେଇ ତ ବହୁତ ବିପଦରେ ତାହେଲେ, ଯେତେବେଳେ ଆପଣ ଚାଷ କରୁଥିଲେ ଜଙ୍ଗଲ ଉପରେ ଜଙ୍ଗଲ ଥିଲା। କୋଉଠି କଣ ଏମିତି ଲାଗୁଛି, କୋଉଠି ସାପ ଥିଲେ ବି ଆପଣ ଜାଣିପାରିବେନି। ନାଇଁ, ଜୀବନ ପ୍ରତି ବିପଦ ଅଛି ହଏ, ନାଇଁ? ହଁ ଆଜ୍ଞା। ତ କଣ କହିବାକୁ ଚାହୁଁଛନ୍ତି, କଣ କେମିତି କଲେ ଠିକ ହବ ବ୍ୟବସ୍ଥା? କଣ ସରକାରୀ ବ୍ୟବସ୍ଥା କଣ? ଗଭର୍ଣ୍ଣମେଣ୍ଟ ଯଦି ଆମକୁ ଟିକେ ଦୟା ଚିନ୍ତା କଲେ ସୁବିଧା ହେବ। କଣ ଦୟା କରିବେ?
ଯୋଉଟା ହଉ ଏ ସପୁରି ରେଟ୍ ହଉ ତାପରେ ଇନ୍ସୁରେସନ ହଉ କୋଉଟା ହଉ ଗମ ଆଦିବାସୀ ମାନେ ଚାଷ ବାସ କଲେ ପୂର୍ତ୍ତି ବି ବାଣ୍ଟୁଛନ୍ତି ବେପାର ପାଉଛି ତାପରେ କମ୍ପାନୀ ମାନଙ୍କୁ ସପୁରି ଗଲେ ଚକୋଲେଟ ହଉ ବିସ୍କୁଟ ହଉ କୋଉଟା ହଉ ଏଇ ସପୁରି ମାଧ୍ୟମରେ ହଉଛି ନା ସେଇ ହିସାବ ଚିନ୍ତା କଲେ ଆମକୁ ଟିକେ ସୁବିଧା ହେବା କଥା ତାପରେ ଡିକେଡି କୁ ଜଣେଇଥିଲୁ କଲେକ୍ଟର ସାର୍ କୁ ବି ଯାଇକରି ଜଣେଇଥିଲୁ ଗୋଟେ ଜୁସ୍ ଫ୍ୟାକ୍ଟରି ଦିଅ ବୋଲି ଚାଟିକଣା ଉଦ୍ଘାଟନ କଲେ ସେଟା ଚାଲୁ ନାହିଁ ଆଉ ଗୋଟେ ତ ପୁରା ମାଟି ହେଇଗଲା ଆଗରେ କଲାଟା ଦୁଇଟା ଜୁସ୍ ଫ୍ୟାକ୍ଟରି ଦେଇଥିଲେ କିଛି କାମ କଲେ ନାହିଁ ସେ ଫ୍ୟାକ୍ଟରୀ ଅଧା ମାଲ ଯାଇଥାନ୍ତା ରେଟ ହେଇଥାନ୍ତା ତାପରେ ଇଆଡେ ବେପାର ମାନେ ଅଧା ନେଇଥାନ୍ତେ ଫ୍ୟାକ୍ଟରୀ ପାଇଁ ଅଧା ଯାଇଥାନ୍ତା ଜିନିଷ ଟା କମିଥାନ୍ତା ନା ଏବେ କାଲି ବେପାର ମାନେ ନଉଛନ୍ତି ସିଆଡେ ବର୍ଷା ହେଇଯାଉଛି ବିକ୍ରି ହଉନାହିଁ କମ ରେଟ ରେ ଦିଅ ହେଲେ କୁଇ ଯିବା ଜିନିଷ ରଖି ହବ ନାହିଁ ଶୀତଳ ଭଣ୍ଡାର ଥିଲେ ସିନା ରଖିକି ହେଲେ 5 ଦିନ କି ସପ୍ତାହଟି ରଖି ହବ କିଛି ନାହିଁ ନା ସେଇ ସରକାର ବ୍ୟବସ୍ଥା କରିବା ଦରକାର ସେଟା ତ ସରକାର ଚିନ୍ତା କରିବା କଥା ଜଣେଇଛୁ ଏବେ କଣ କିଛି ସଂସ୍ଥା କିଛି ସଂଗଠନ କିଛି ଏନଜିଓ କାମ କରୁଛି ସେମିତି ଏସବୁ କରିବା ପାଇଁ? ଏନଜିଓ ସେଟା କିଛି ଗ୍ୟାରେଣ୍ଟି କିଛି ସଂସ୍ଥା ସେମିତି ନାହିଁ NGO କାମ ନାଇଁ କରୁଛି? ସେ କାଲି ଟେକଅପ୍ କରିବା ପାଇଁ ଆସୁଛି ତାର ଟିକେ ସୁବିଧା ହେଲେ ଆଉ ନାହିଁ